ଜମ୍ବୁ ଗ୍ରାମରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକର ମଠ ତେନ୍ତୁଳିଆ ଗ୍ରାମ ପଞ୍ଚାୟତର ନୀଳକଣ୍ଠପୁର ଜମ୍ବୁ ଗ୍ରାମରେ ଆଜି ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ସରପଞ୍ଚ ମାନଭଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମନୋରଞ୍ଜନ ସାହୁ, ବ୍ଲକ ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ସତ୍ୟବ୍ରତ ରାଉତ, ବ୍ଲକ ଯୋଗାଣ ଅଧିକାରୀ ଅପର୍ଣ୍ଣା ଷଡ଼ଙ୍ଗୀ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଭାଷ ଚନ୍ଦ୍ର ସ୍ୱାଇଁ, କୃଷି ବିଭାଗର ଗ୍ରାମ ପଞ୍ଚାୟତ ଅଧିକାରୀ ମାମିନା ସ୍ୱାଇଁ, ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ବିଜୟ କୁମାର ସାମଲ ଓ ଡାକ୍ତର ଦେବୀସ୍ମିତା ସାହୁ, ବ୍ଲକ ସାମାଜିକ ସଂଗଠନ ଅଧିକାରୀ ଶତାବ୍ଦୀ ଶେଖର ସାମଲ, ବ୍ଲକ ପ୍ରକଳ୍ପ ସଂଯୋଜକ ଦମୟନ୍ତୀ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଉକ୍ତ ଯୋଜନାରେ କିପରି ସମାଜର ଅବହେଳିତ ଭାବରେ ବସବାସ କରୁଥିବା ଆଦିବାସୀ ଜନଜାତି ସମ୍ପ୍ରଦାୟ ସାମାଜିକ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନଙ୍କୁ ଜାତୀୟ ସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ପାଖରେ ସମସ୍ତ ସରକାରୀ ଯୋଜନାଗୁଡ଼ିକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ଅଟେ। ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଆବାସ ଯୋଜନାରେ ଗୃହ ପ୍ରଦାନ, ଭୂମିହୀନଙ୍କୁ ଘର ଢିଅ ପ୍ରଦାନ ସହିତ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ପାଇଁ ଜଙ୍ଗଲ ଜମି ପ୍ରଦାନ କରିବା ଆଦି ପ୍ରମୁଖ ଲକ୍ଷ୍ୟ। ଉକ୍ତ ଯୋଜନାର ଏହା ମୂଳ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ଯାହା ହେଉ ଆଜି ଆମେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛୁ। ଆମର ଯେଉଁ ଧରିତ୍ରୀ ଆବା ଜନଜାତିର ଗ୍ରାମ ଉତ୍କର୍ଷ ଅଭିଯାନଟି ମଠତେନ୍ତୁଳିଆ ପଞ୍ଚାୟତର ନୀଳକଣ୍ଠପୁର ଆଦିବାସୀ ମୌଜାରେ ଉତ୍ସାହଟା ପାଳନ କରାଯାଉଛି। ସେଥିପାଇଁ ମୁଁ ଭାରି ଖୁସି ଏବଂ ସରକାର ବର୍ତ୍ତମାନ ଯେଉଁ ଜନଜାତି ଯାହା ସବୁ ସୁବିଧା କଲେଣି, ବର୍ତ୍ତମାନ ଆମ ଭିତରେ ସେତେବେଳେ ଆମର ଆଦିବାସୀ ମାନେ ବ୍ଲକ ପ୍ରଶାସନକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଇ ପାଦରୁ ଚପଲ ଛିଡ଼ି ଯାଉଥିଲା। ଯାହା ହେଉ ସରକାର ପିରିୟଡ଼ରେ ସରକାର ଯେଉଁ ସୁବିଧା କରିଛନ୍ତି, ଲୋକ ବର୍ତ୍ତମାନ ଲୋକଙ୍କ ପାଖକୁ ସରକାର ଆସିବେ ଏବଂ ପ୍ରଶାସନ ଆସିବ। ଆଉ ସେମିତି ହେଇଛନ୍ତି ଆବାସ ଖଣ୍ଡେ ଠିକରେ ପାଉନାହାନ୍ତି, ଚାଳ ଘର ପଲିଥିନ ଖଣ୍ଡେ ପୁରେଇକି ଜନଜୀବନ ବିୟୋଗ କରୁଛନ୍ତି। ଏଠି ରୋଜଗାରକ୍ଷମ କିଛି ସେମିତି ନାହିଁ। ସେତେବେଳେ ଆଦିବାସୀ ଅବହେଳିତ କରିକି ଯେଉଁ ପ୍ରକାର କରିଥିଲା ପୂର୍ବ ସରକାର, ଏ ସରକାର ଆମର ମୋହନ ସରକାର ଯାହା କରିଛି ଉଚିତ ପଦକ୍ଷେପ ନେଇଛନ୍ତି ଏବଂ ଜନଜାତିଙ୍କର ନିଶ୍ଚିତ ଦ୍ୱାରା ଲାଭବାନ ହବ। ଜନଜାତି ନିଶ୍ଚିତ ଆଗକୁ ଉନ୍ନତି କରିବେ ବୋଲି ମୁଁ ଆଶା କରିପାରୁଛି। ଯେ ଆମର ବ୍ଲକ ତରଫରୁ ଦ୍ୱିତୀୟ ଦିନର ପ୍ରୋଗ୍ରାମ ଯାହାକି ନୀଳକଣ୍ଠପୁର ଜମ୍ବୁ ପ୍ରାଇମେରୀ ସ୍କୁଲ ଠାରେ ହେଉଛି। ଏଠାରେ ଆମର ଆଜି 13ଟି ବିଭାଗ ଯୋଗ ଦେଇଛନ୍ତି। ଏ ବିଭାଗର ମୂଳ ଲକ୍ଷ୍ୟ ହେଲା ଏ ଯୋଜନା ଧରିତ୍ରୀ ଆବା ଉତ୍କର୍ଷ ଅଭିଯାନ ଯୋଜନା। ଏହା ସରକାର ନୂତନ ଭାବେ ଆଦିବାସୀ ମାନଙ୍କର ସୁରକ୍ଷା ଓ ତାଙ୍କର ଜୀବିକା ଉପରେ ଏ ବିଭାଗ ବିଶେଷ କରି ଆମର କାର୍ଯ୍ୟକ୍ରମ। ବ୍ଲକ ପ୍ରଶାସନ କେମିତି ଆଦିବାସୀ ଲୋକଙ୍କ ପାଖରେ ଆସିକି ପହଞ୍ଚିବ, ତାଙ୍କ ମାନଙ୍କର ମୌଳିକ ସୁବିଧା ଯୋଗାଇ ଦେବ। ଆଜି ସେଥିପାଇଁ ଆମେ ଏଠି ଆଜି ଏ ଜମ୍ମୁ ପ୍ରାଇମେରୀ ସ୍କୁଲରେ ଏକାଠି ହେଇଛୁ। ପ୍ରାୟ ସବୁ ବିଭାଗର କ'ଣ କ'ଣ କାର୍ଯ୍ୟକ୍ରମ ଅଛି ସବୁ ବିଭାଗ ଆମେ ଗୋଟି ଗୋଟି କରି ଆଦିବାସୀ ଲୋକଙ୍କୁ ବୁଝାଉଛୁ। କାହାର ଘର, କାହାର ରେସନ କାର୍ଡ ନାହିଁ, କାହାର ମେଡିକାଲ ଫାସିଲିଟି କିଏ ବଞ୍ଚିତ ରହୁଛି, କିଏ କୃଷି ବିଭାଗର କ'ଣ କ'ଣ କାର୍ଯ୍ୟକ୍ରମ ଅଛି, ସବୁ ବିଭାଗର ଆମର ପୁଙ୍ଖାନୁପୁଙ୍ଖ ଆଲୋଚନା ଚାଲିଛି। ଆମେ ଯେତେ ସମୟ ପାରିବୁ ଆଦିବାସୀ ମାନଙ୍କର ଉନ୍ନତି ଓ ଜୀବିକାକୁ ଧୈର୍ଯ୍ୟ ଧରି ଆମେ କାର୍ଯ୍ୟକ୍ରମ ଷ୍ଟାର୍ଟ କରିବୁ ଏଇ ଗ୍ରାମରେ। ଆମର ମୁଁ ହଉଛି ବାରିଶା ବାସ୍କେ ନया तेहें जहाँ नुकु सरकार जहाँ हे जाकान दो नई तो उड़ी न पाए सरकार अब तो माने ब्लॉक बन चला कान ताहें ब्लॉक रे माने हनी बन कुली या नहीं बन कुली या अब मा अलो पढ़ा भगी बाबू पढ़ा ठीक अच्छे तापरे हनी दिकु कुली नहीं दिकु कुली तापर नुकु सरकार जहाँ हे जाकान दो अब स्कूल रे को जरवा आकर बनाते हैं दो स्कूल को जरवा आकर बनाते हैं सुविधा है कि ना मोड़ी तरह जतो जहाँ तीन गुणी गरीब रेंडी दुखी जतो अना सुविधा को बुझे वर्तमान जो सरकार हमर आसी से केते जो सुविधा कर दै छी कोन कहबे ताको सुविधा बहुत सुविधा मते किछि दउ नै
କିଛି କରୁନାହାନ୍ତି ଖାଲି କହିଦେଲେ ସରକାର ହଁ ଦଉଛନ୍ତି ଦେଖିଲା ବେଳକୁ ଏଠି କିଛି ହେଇପାରୁନି ଏଟା ସବୁ ରହିଲେ ଦଉଛନ୍ତି ଯେ ଇନକ୍ୱାରି କରିକି ଦେଲେ ସିନା ହଁ ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।